ତାପରେ ଜୟ ଜଗନ୍ନାଥ। ଆପଣମାନେ କେମିତି ଅଛନ୍ତି? ଆଶା କରେ ବହୁତ ଭଲ ଥିବେ। ମୁଁ ବି ବହୁତ ଭଲ ଅଛି। ତ ବର୍ତ୍ତମାନ ମୁଁ ଆଜି ଠାକୁର ଘରୁ ମାନେ ବ୍ଲଗଟା ଷ୍ଟାର୍ଟ କରୁଛି, ଯେଉଁଟାକି ମୁଁ ଏବେ ଠାକୁର ପୂଜା କରୁଛି। ତ ସେଥିପାଇଁ ମୁଁ ଭାବିଲି ବ୍ଲଗଟା ସେଇଠୁ ଷ୍ଟାର୍ଟ କରିଦେଇଛି। ଟିକେ ପୂଜା ସମୟ ହେଲା, ସକାଳୁ ସକାଳୁ ହେଇଛି। ତ ଆମ ସାର୍ ଯାଇଛନ୍ତି, ଏବେ ଘରେ ନାହାନ୍ତି। ତ ସେଥିପାଇଁ ମୁଁ କହିଲି ସାର୍ ଆସିବା ପୂର୍ବରୁ ମୋତେ ଟିକେ ପୂଜା ଆରତିଟା ସାରିଦେବାକୁ ଅଛି। ତ ମୁଁ ଏଇନା ପୂଜା ଆରତି ଥାଳିଟାକୁ ସଜେଇବାର ଅଛି ମୋତେ। ତ ମୋ ବ୍ଲଗ୍ଟି ଏଇଥିପାଇଁ ମୁଁ ଆଜି ହେଉଛି କ'ଣ ଶୁକ୍ରବାର, କାଲି ହେଉଛି ଶନିବାର, କାଲି ହେଉଛି। ତ ସେ ଯୁଗରୁ ଆମେ ଟିକେ ପୂଜାପୂଜି କାଲି ଆମର କରିବାର ଅଛି। ତ ସେଥିପାଇଁ ଟିକେ ଆଜି ଟିକେ ମୋତେ ବ୍ୟସ୍ତ ତାର ରହିବାକୁ ପଡ଼ୁଛି। ତ ସେଥିପାଇଁ ଟିକେ ଜଲ୍ଦି ପୂଜା ସାରିକି ମୋତେ ଟିକେ ଯିବାକୁ ଅଛି, କାହିଁକିନା ସେ ପ୍ରଭୁଙ୍କ ପାଇଁ ହିଁ ଯିବି। ତ ମୁଁ ଯେଉଁ କହୁଥିଲି ଭିଡ଼ିଓରେ ବାପା ବାଲିଙ୍ଗେଶ୍ୱର ପୂଜା, ମୋର ସେ ସମୟ ପାଖେଇ ଆସିଲାନି। ଆଉ 21 ଦିନ ଆମର ହେଇଗଲାନି। ତ ତାଙ୍କ ପାଖରେ ପୂଜା ହେବ। ତ ସେଥିପାଇଁ ଆମେ ଯିବୁ। ତ ସେଥିପାଇଁ ମୁଁ ବାହାରିକି ରେଡ଼ି ହେଇଛି। ତ ପୂଜା ଆମର ଅଛି ଏବେ ନୁହେଁ, ତ ଆଉ 2 ଦିନ ବାକି ଅଛି। ତ ସେଥିପାଇଁ ମୁଁ ସେ 2 ଦିନ ଭିତରେ ମୋତେ ସବୁ ରେଡ଼ି କରିବାକୁ ପଡ଼ିବ। ବାବା ବାଲିଙ୍ଗେଶ୍ୱରଙ୍କ ପାଖରେ ଯେଉଁ ପୂଜାଟା ହେବ, ଶେଷ ପୂଜାଟା। ତ ଆଶୀର୍ବାଦରୁ ସବୁ କିଛି ମୋର ଚାଲିଛି, ଆଉ ବାବାଙ୍କ କୃପାରୁ। ତ ସେଥିପାଇଁ ମୁଁ କେମିତି ଯିବି, କ'ଣ ଯିବି, ସେମିତି ସବୁବେଳେ ଭାବୁଥିଲି, ବହୁତ ଚିନ୍ତାରେ ଥିଲି। କିନ୍ତୁ ବାବା ବାଲିଙ୍ଗେଶ୍ୱର ସବୁ ଠିକ୍ କରିଦେଇଛନ୍ତି। ତ ଆମ ଯିବା ପାଇଁ ପୁରା ରେଡ଼ି ହେଇଯାଇଛୁ। ତ ସେଥିପାଇଁ ମୁଁ ଆଜି ଯିବି ଟିକେ ମାର୍କେଟ, ବାବାଙ୍କ ପାଇଁ କିଛି ମୋର ଆଣିବାର ଅଛି। ପ୍ରଭୁଙ୍କ ପାଇଁ, ମୋ ପାଇଁ, ମାନେ ପ୍ରଭୁଙ୍କ ପାଇଁ ମୁଁ କିଛି ଆଣିବାକୁ ଯିବି। ତ ସେଇଟା କ'ଣ ଆଣିବି ସେତେ ମୁଁ ଏବେ କହିବିନି। ସେଇଟା ମୋ ପ୍ରଭୁଙ୍କ ପାଇଁ ମୁଁ ଯାଉଛି ଆଣିବାକୁ। ଦେଖାଯାଉ ପ୍ରଭୁ ମାନେ କ'ଣ ଚାହୁଁଛନ୍ତି। ପ୍ରଭୁଙ୍କ ପାଖରେ ଆଜି ମୋର ଗୋଟେ ଏତିକି ଗୁହାରି, ଦେଖାଯାଉ ପ୍ରଭୁ କ'ଣ ଚାହୁଁଛନ୍ତି, ମୁଁ ତାଙ୍କ ପାଇଁ କ'ଣ ଆଣୁଛି, ଆଉ ପ୍ରଭୁଙ୍କ ପାଖକୁ ମୁଁ କେତେ ଦୂର ଯାଇକି ଦେଇପାରୁଛି। ଆଉ ସେଇଟା ମୋର ତ ଅଛି, ଦେଖାଯାଉ କ'ଣ ହେଉଛି। ତ ଚାଲନ୍ତୁ ଡେରି ନ କରିକି ପୂଜାଟା ଆଗ ସାରିଦେବା, ତାପରେ ଯିବି ମୁଁ ପ୍ରଭୁଙ୍କ ପାଇଁ ମୋର ଆଣିବାକୁ ଯିବା ପାଇଁ। ତ ଆମେ ପ୍ରଭୁଙ୍କ ପାଇଁ ଆସିଛୁ ଦୋକାନ। ତ ଦୋକାନ ଖୋଲା ଚାଲିଛି। ତ ଏଠୁ ଆମେ କିଛି ନେଇକି ଯିବୁ। ଆମ ଦେଖାଯାଉ, ନେଇ ସାରିଲା ପରେ ଆପଣମାନଙ୍କ ସହିତ ଦେଖା ହବ। ଆମର କିଣାକୁଣି ସରିଗଲା, ଏବେ ଯିବା ଆମେ। ତ ଆମର ଦୀଘା ପ୍ରଭୁଙ୍କ ପାଇଁ ମୁଁ ନେଇକି ଯାଉଛି, ମିଳିଗଲା ମୋ ପ୍ରଭୁଙ୍କ ପାଇଁ। ତ ଆମେ ଚାଲିଲୁ, ପୁଣି ଦେଖା ହବ। ଆଉ କ'ଣ କିଣିବାକୁ ଯିବା। ଯାହା ହଉ ପ୍ରଭୁଙ୍କ ପାଇଁ ମିଳିଗଲା, ସେଟା ମୋତେ ବହୁତ ବହୁତ ଖୁସି ଲାଗୁଛି। କ'ଣ ଅଛି ୟା ଭିତରେ ସେଦିନ ଦେଖିବା। ଆମ କିଣାକୁଣି ସରିଗଲା, ତ ଏବେ ଆମେ ଯିବା ଯିବା ଯିବା। ଆଉ କ'ଣ ଟିକେ ରିସିପ୍ଟ ଆସିନି, ତ ଆମେ ରିସିପ୍ଟ ପାଇଁ ଜଗିଛୁ। କିଣାକୁଣି ହେଇଗଲାନି। ଗୋଟେ ଜିନିଷ ପାଇଁ ଆସିଥିଲି, ଦୁଇଟା ଜିନିଷ ଉଠେଇଲେ, କାହିଁକିନା ମୋ ଗୋଟେ ପରେ ଆଉ ଗୋଟେ ପସନ୍ଦ ଆସିଗଲା। ସାରା ଛାଡ଼, କିଛି ନାହିଁ, ପ୍ରଭୁ ଯାହା କରନ୍ତି ମଙ୍ଗଳ। ତ ଠିକ୍ ଅଛି, ଯିବା ଆମେ ନେଇକି। ତାପରେ ଆଉ କେଉଁ ଦୋକାନ ଯାଉଛି ମୁଁ ଜଣାନି। ତ ଆମର ହେଇଗଲା। ଏଇଟା ମୋ ପାଇଁ ନୁହେଁ, ଆମର ପ୍ରଭୁଙ୍କ ପାଇଁ। ଆଉ ପ୍ରଭୁ ପାଇଁ ନଉ, ତାଙ୍କ ପାଇଁ ନଉନୁ, ଆମ ପାଇଁ ବି ଗୋଟେ ପଡ଼ିଲା। ଆଉ ଛୋଟ ଜିନିଷଟେ ଯାଇଛି, କାହିଁକିନା ଆମ ଆଗକୁ ମୋ ଝିଅର ବାର୍ଥଡ଼େ ଆସୁଛି। ତ ବାର୍ଥଡ଼େ ପାଇଁ ତା ପାଇଁ ମୁଁ ଆଗରୁ ଆଡ଼ଭାନ୍ସ ଟିକେ ନେଇଗଲି, କାହିଁକିନା ତାକୁ ଦେବି। ସେ ଜାଣିନି, ତାକୁ ନେଇକି ଦେବା ଫାର୍ଷ୍ଟ ଟାଇମ୍। ତ ଏଇଟା ମୋ ପ୍ରଭୁଙ୍କ ପାଇଁ ଯାଉଛି। ମୋ ଝିଅ ପାଇଁ ଯେଉଁଟା ଯାଉଛି ସେଟା ଅଲଗା। ଯିବା। ଆମେ ଆସିକି ପହଞ୍ଚିଗଲୁ ପଞ୍ଚ ପାଣ୍ଡବ। ତ ଏଠୁ ଆସିକି ଆମେ ସାରଙ୍କର ଟ୍ରାଉଜର କିଣା ଚାଲିଛି, ଯେଉଁଟାକି ସେଠି ତାଙ୍କର ମିଳିବନି, ଭଲ ଲାଗେନି। ତାଙ୍କର ଏଠି ବ୍ରାଣ୍ଡ ବାଲା ଟିକେ ମିଳେ। ତ ଏଠି ଆସୁଛନ୍ତି ନେବା ପାଇଁ। ଆଉ ସେଠି ଯାଇଥିଲେ, ସେ ଭାବୁଥିଲେ ମୁଁ କହିଲି ମହଲ ଯିବା ନେଇ ଆସିବା। ସେ କହିଲେ ନା, ତାଙ୍କର ଏଇଠି କେବଳ ତାଙ୍କର ଟି ସାର୍ଟ, ଆଉ ଯଦି ଟ୍ରାଉଜର ନିଅନ୍ତି, ହାଫ୍ ପ୍ୟାଣ୍ଟ ନିଅନ୍ତି, ଏଇଠୁ ନିଅନ୍ତି। ଆଉ ସାର୍ଟ ପ୍ୟାଣ୍ଟ ହେଲେ ସେ ଅଲଗା ନିଅନ୍ତି। ଏଠି ତାଙ୍କ ବ୍ରାଣ୍ଡର ମିଳିଯାଏ ନା, ସେଥିପାଇଁ ସେ ଏଠି ତାଙ୍କର ଠିକ୍ ସାଇଜ୍ ବି ମିଳିଯାଏ। ଆଉ ସେଥିପାଇଁ ସେ ଏଠି ଆସିକି ନେଉଛନ୍ତି। ପଞ୍ଚୁ ପାଣ୍ଡବ। ସାର୍ ଆମର ପ୍ରବଳ ଦେଖନ୍ତୁ ବାଜିଛନ୍ତି ଟ୍ରାଉଜର। ତ ମୁଁ ଭାବୁଛି ଯେଉଁଠି ବି ଯାହା ପାଇଁ କିଣିବା ପାଇଁ ଯାଉଛନ୍ତି, ସେଇଠି ମୁଁ ନା କିଛି ଜିନିଷ ଉଠେଇ ନେଉଛି। ତ ଏଇଠି ତ ତାଙ୍କ ପାଇଁ ଯେତେବେଳେ ଜିନିଷ ନେଉଛନ୍ତି, ଯେହେତୁ ମୁଁ ବି ଏଠୁ କିଛି ଗୋଟେ ଉଠେଇବାକୁ ଯାଉଛି। ତ
କାରଣ ଯେଉଁଠି ବି ଯାଉଛନ୍ତି ତାଙ୍କ ପାଇଁ ମୁଁ ଉଠଉଛି କିଣିଦେଲେ ସେ ଚିହ୍ନା ଆଉ ତାଙ୍କ ପାଇଁ ଏଠି ମାପ ଆଉ ସେ ସେଥିପାଇଁ ସେ ତାଙ୍କ ପିନ୍ଧି ପାରିବେ। ହେଇଗଲା ତ ତମେ ଢିଲା କହୁଥିଲ। ହଁ ଠିକ ହଉଛି ତ ଏଇଟା ନିଅ ବ୍ଲାକ୍ କଲରଟା କି ବ୍ଲୁ ନଉନ ସେ ବ୍ଲୁଟା ନେଇ ଆସ ବ୍ଲାକ୍ଟା ଆଣ ନା ଯାଉଛି ମୋ ପାଇଁ ଟିକେ ଦେଖିଦେବା କ'ଣ ଅଛି ଦେଖିଦେବା ଟିକେ କିଣାକୁଣି ଚାଲିଛି। ପୁଅ ତାର ନିଜେ ନବ ତମେ ନେଲେ ସେ ପିନ୍ଧୁନି ସେ ପୁଣି କହିବ ପୁଣି ଏଟା ମୋର ଦରକାର ନେଇ ଆସେ। ତ ଚାଲ ଦେଖିବା ମୋ ପାଇଁ ଟିକେ କ'ଣ ଅଛି। ଖରା କେତେ ଜୋର ହେଉଛି ଆମର କିଣାକୁଣି ସରିଲା ତ ବର୍ତ୍ତମାନ ଆମେ ଏଠୁ ବାହାରି ଗଲୁ। ଗାଡ଼ିଟା ଏତେ ଜୋର ଗରମ ହେଇଯାଇଥିବ ନା ସେ ଏସିଟା ପୁରା ଦେଇକି ବସିଛନ୍ତି ଗାଡ଼ି ବୁଲାଉଛନ୍ତି ପୁରା ଗରମ ମାନେ ଆସିକି ଟାଇମ୍ ହେଇଛି ଜମା 11ଟା ତ ଏତେ ଟେନସନ୍ ଖରା ଆଉ ମୁଁ କିଛି କିଣି ପାରିବିନି ଏତିକିରେ ଆମ ସାର୍ ପୁରା ଝାଉଁଳି ଗଲେନି କ'ଣ ଟିକେ ପିଆପୁଇ କରିବା ପାଇଁ ବି ମନା କରୁଛନ୍ତି ଆଉ ସେଥିପାଇଁ ଆମେ ଯାଉଛୁ। ଗରମ ସିଟ୍ଟା ଏତେ ଗରମ ମାନେ କେମିତି ଯିବୁ କ'ଣ କରିବୁ ଆମେ ସେଟା ଭାବିପାରୁନୁ। ଏଇ ସମୟରେ କିନ୍ତୁ ଯାଇ ହବନି କୁଆଡ଼େ ନା ମୁଁ ବସି ପାରିବିନି ତମେ ତ ଚଲେଇବା କଥା ଲୋକ ମୁଁ ବସିବା ଲୋକ ବି ମୁଁ ବସି ପାରିବିନି ବହୁତ କଷ୍ଟ ହବ। ସେଥିପାଇଁ ଆମକୁ କଷ୍ଟ ହଉ ପଛେ ଭୋର ଉଠିକି ବାହାରିକି ଆମେ ପଳେଇବା ନା ସେ ଯାହା ହଉ ତାପରେ ଦେଖାଯିବ ଖାଇବା ପିଇବା ଛାଡ଼ ମୁଁ ନା କ'ଣ କହୁଛ ଜୀବନଟା ଦେଖିବୁ ନା ଘରେ ଖାଇବା ପିଇବା ଦେବୁ ଏନା ଟିକେ କ'ଣ ପିଇକି ଯିବା ପାରିବ ନ ପିଇଲେ ହବନି ବହୁତ ଖରାରେ ପୁରା ଇଏ ହେଇଗଲୁନି ଆମେ ଝାଉଁଳି ଗଲୁନି ତ ଚାଲ ଯିବା ଏବେ ବହୁତ ଲେଟ୍ ହେଇଗଲାନି ଗଲେ ପୁଣି ମୋତେ ରୋଷେଇ କରିବାକୁ ପଡ଼ିବ ଯାହା ବି ହଉ ବାବାଙ୍କ ଆଶୀର୍ବାଦରୁ ଯାହା ଇଚ୍ଛା ଥିଲା ମୋର ମିଳିଗଲା ତ ଆମେ ନେଇକି ଯାଉଛୁ ଏବେ ଘରକୁ କାହିଁକିନା ମୋତେ କାଲି ପାଇଁ ରେଡ଼ି ହେବାକୁ ପଡ଼ିବ ତ ଚାଲ ଯିବା ଚାଲ ଆଉ କ'ଣ ଟିକେ ପିଆପୁଇ କରିକି ଯିବା ରୁମ୍କୁ। ଗାଡ଼ି ଜାମ୍ ଅଛି ଟିକେ ସାଇଡ଼୍ କରିଦିଅନ୍ତୁ ଯିବା ସାଇଡ଼୍ କରିଦେଲେ ଯିବା ନା କେମିତି ଯିବା ତ ପୁରା ଆମର ଟିକେ ପିଇନୁ ଏନର୍ଜି ପାଇଁ ଟିକେ କ'ଣ ପିଇବାକୁ ପଡ଼ିବ ତ ଚାଲ ଯିବା। ଏତେ ଖରା ମାନେ ବର୍ଷା ଟିକେ ବି ହଉନି ମୋତେ ଏତେ ମାନେ ଟିକେ ବର୍ଷା ହେଲେ ଟିକେ ଶାନ୍ତିରେ ଲାଗନ୍ତା ମାନେ ମୁଁ ଆହୁରି ମୋତେ ବହୁତ କିଛି କିଣିବାର ଅଛି ଚାଉଳ ଫାଉଳ ବି ଏମିତି ସବୁ କଥା ଭଲ ଚାଉଳ ଟିକେ ନେଇଥିଲେ ନା ପିଠା ଆମ ସାର୍ ନା କିଛି ଖାଉନଥିଲେ ପିଠା ଟିକେ କରିକି ଦେ ପିଠା ଚାଉଳ ଟିକେ କିଣିବାର ଥିଲା ତ କିଣି ହେଲାନି ତ ଛତୁଆ ଫତୁଆ ଟିକେ ନେଇକି ଯିବାର ଥିଲା ହବନି ମୁଁ 4ଟା ବେଳେ ଆସିକି 4ଟା ବେଳେ ବି ବହୁତ ଖରା ମୁଁ 6ଟା 7ଟାରେ ଆସିକି ନେଇକି ଯିବି ଆଉ ଏଇନା ଟାଇମ୍ ହବନି ନା କ'ଣ କହୁଛ ଦେଖ ଗାଡ଼ିଟା ଟିକେ ସାଇଡ଼୍ କରୁନି କ'ଣ ଲୋକ ଜିନିଷ ଓହ୍ଲାଉଛନ୍ତି। ଗଲାବେଳେ ଆମ ସାର୍ଙ୍କୁ ଟିକେ ଗାଡ଼ି ରଖିକି ଆଖୁ ରସ ଦିଆହେଲା ପିଇବା ପାଇଁ ତ ମୋତେ ଜିଦି କରୁଛନ୍ତି ଟିକେ ଆଖୁ ରସ ଆଉ ଦେବି କି ବଢ଼ିଆରେ ବେଶୀ ମୁଁ ପିଇ ପାରେନି ଆଖୁ ରସ ଗରମ ପ୍ରବଳ ବେଶୀ ମିଠା ହେଇଯାଏ ଆଖୁ ରସଟା। ଚାଲ ଯିବା ନା ଆଉ କ'ଣ ପିଇବ ଦୋକାନ ଠେଲା ଦେଇଛି ଭାଇ ଆଉ କ'ଣ କରିବା ଯିବା ଆଉ ଗରମ ହାୱା ଏସି ବି କାମ ଦଉନି ଚାର୍ଜ ଚାଲିଛି ପୁଣି ଆମେ ଆସିକି ଘରେ ପହଞ୍ଚି ଗଲୁ ତ ଆମ ମହାଦେବ ପାଇଁ ମୋ ଜିନିଷ ଆସିଯାଇଛି ତ ଏଇଟା ଦେଖିପାରୁଥିବେ ଗୋଲ୍ଡ ଆଉ ଏଇଟା ଆମେ ମହାଦେବଙ୍କ ପାଇଁ ସେଥିପାଇଁ ମୁଁ ଏଇଟା ଆଣିବା ପାଇଁ ଖାସ୍ ଯାଇଥିଲି ମୋତେ ମିଳିବ କି ନାହିଁ ତାଙ୍କ ସାଇଜ୍ର ତାଙ୍କ ଇଏର ସେଥିପାଇଁ ମୋତେ ଟିକେ ଟେନସନ୍ରେ ଥିଲି ତ ମିଳିଗଲା ତାଙ୍କ ସାଇଜ୍ର ମୋତେ ଛୁଇଁ ଛୁଇଁ
ଦେଖିପାରୁଥିବେ ଏନା ତ ଯୋଉ ରେଟ୍ ସୁନା ଛୁଇଁ ହଉନି ତ ମହାଦେବ ଆଶୀର୍ବାଦରୁ ଏଇଟା ମତେ ମିଳିଯାଇଛି ଆଉ ଯୋଉଟା କି 2 ପିସ୍ ଥିଲା ମୋ ଭାଗ୍ୟକୁ ଯାହା ହଉ ମତେ ଏଇଟା ଚଏସ୍ ଲାଗିଲା ଏଇଟା ମତେ ପସନ୍ଦ ଆସିଲା ସେଥିପାଇଁ ମୁଁ ଏଇଟା ଦେଇ ଆସିଛି ମୋ ମହାଦେବ ପାଇଁ ଆଉ ଏଇଟା ମହାଦେବର ଆମେ ନେଇକି ଯିବୁ ଯାହା ହଉ ମିଳିଯାଇଛି ବହୁତ ମାନେ 2ଟା ଦୋକାନ ଘରିଲା ପରେ ମତେ ଏଇଟା ମିଳିଛି କାରଣ ଏ ସାଇଜର ମତେ ମିଳିବାର ଅଛି ନା ନା ବଡ଼ ବଡ଼ ତ ସବୁ ମିଳିଯାଉଛି ମଣିଷ ମାନଙ୍କର ଯେତିକି ହାତ ଆଙ୍ଗୁଠି ସେ ନାପରେ ନେଲେ କ'ଣ ହବ ଦେଲା ବେଳକୁ ପଶିବନି ପୁରା ଢିଲାରେ ରହିବ ସେ କହିଥିଲେ ଯୋଉ ସାଇଜ ଦେଖେଇଥିଲେ ମତେ ମତେ ସେଇ ସାଇଜର ହିଁ ମିଳିଗଲା ସେ କହିଥିଲେ ଯୋଉ ସାଇଜର ତ ଯାହା ହଉ ଏଇଟା ମତେ ମିଳିଯାଇଥିବ ମତେ ବହୁତ ଖୁସି ଲାଗୁଛି ତ ଚାଲନ୍ତୁ ଯିବା ଏବେ ରୋଷେଇ ଷ୍ଟାର୍ଟ କରିବା ଆଉ ଏତେ ଖରାରେ ଆସିଲା ବେଳକୁ ଆମ ସାର୍ ବି ବାନ୍ତି ବାନ୍ତି ଗଲେ ତ ଆମକୁ ବି ରେଡି ହେବା ପାଇଁ ବି ପଡ଼ିବ ନା କାଲି ପାଇଁ ତ ଠିକ୍ ଅଛି ଯିବା ଚାଲ ଟିକେ ରେଷ୍ଟ ନେଇ ସାରିଲା ପରେ ତାପରେ ଆମେ ରେଡି ହେବା କିଛି ନାହିଁ ମୋ ଝିଅର ବାର୍ଥଡେରେ ମୁଁ ତା ପାଇଁ ବି କିଛି ଆଣିବି ହେଲା ଚିନ୍ତା କରନା ତୋ ବାର୍ଥଡେ ପାଇଁ ବି ମୁଁ ଆଣିବି ଆଉ ସବୁ ଯେତେ ଏଇଟା ଦେଖ ଲୁଗା ଯୋଉତେ ଆଣା ହେଇଛି ମୁଁ ଗୋଟେ ସମସ୍ତଙ୍କ ପାଇଁ ଆଣିଲେ କିନ୍ତୁ ମୋର ସବୁ ଅଛି ଆଉ ଆସିବ ମତେ ସବୁ ଦେବେ ସେଥିପାଇଁ ମୁଁ କିଛି ଆଣିଲିନି ତାଙ୍କୁ ଟିକେ ସାଇଜ ଜାଣିପାରିବେନି ବୋଲି ତାଙ୍କୁ ଟିକେ ପଇସା ପଠେଇ ଦେଇଥିଲେ ସେଥିପାଇଁ ସିଏ ତାଙ୍କର କିଣାକୁଣି କଲେ ତ ମୁଁ ମୋର ଖାଲି ଗୋଟେ ଖାଲି ଯାହା ହଉ ଏଇଟା ଆଣିଛି ଖରା ଦିନ ପାଇଁ ଟିକେ ପିନ୍ଧିବା ପାଇଁ ନାଇଟିଟା ଆଉ ଭଲ ଲାଗିଲା ବୋଲି ନେଇ ଆସିଛି ତ ଚାଲନ୍ତୁ ଯିବା ଏବେ ଖାଇବା ରେଡି କରିବା ସବୁ ଲୁଗାପଟା ବି ଆମର କିଣାକୁଣି ହେଇଗଲା ଦେଖିପାରୁଥିବେ ନେଇକି ଆଉ ମୋ ଝିଅର ବାକି ରହିଲା ମୋ ଝିଅ ଯିବ ତା ବାର୍ଥଡେରେ ତାର ଆଣିବ ଆଉ ଆଗକୁ ତା ବାର୍ଥଡେ ଆସୁଛି ଆଉ କିଛି ଦିନ ୱେଟ୍ ତ ଚାଲ ଯିବା ରଖିଦେବା ମା ସବୁ ଜିନିଷ ଖରା ଥିଲା ମାର୍କେଟିଂ ଅଧା ସାରିକି ମୁଁ ଆସିଥିଲି ଆଉଥରେ ମୁଁ ଯାଉଛି ଖରାରେ ମାନେ ଶୋଇ ଉଠିକି ଖାଇକି ଆମେ ଯାଉଛୁ ସେଥିପାଇଁ ମୁଁ ଆମର ଗୋଟେ ଡ୍ରାଇଭର ଡାକିଛି ବା ମୁଁ ଗାଡି ଚଲେଇ ପାରିବିନି ବୋଲି ସେଠି ଦେଖାଯାଉନି କିନ୍ତୁ ଲାଇଟରେ ଦେଖିବେ ଡ୍ରାଇଭର ବାବୁକୁ ବାବୁ ନାଇଁ ବାବୁ ଆଣି ହେଲା ତ ଆମେ ଯାଉଛୁ ଘରେ ଯାଇକି ମାର୍କେଟ କରିକି ଆସିକି ପୁଣି ସେକେଣ୍ଡ ଥର ଧୂପ ଆରତି ଦେଇକି ଛୁଆଙ୍କ କଥା ବୁଝିକି ଆମେ ଯାଉଛୁ ସେକେଣ୍ଡ ଥରଟା ଫାର୍ଷ୍ଟ ଥର ଯାଇଥିଲୁ ହେଲା ଫାର୍ଷ୍ଟ ଥର ଯାଇଥିଲୁ ବୁଲି ବୁଲି ମନ ଶାନ୍ତି ହେଲାନି ଆଉ ସେକେଣ୍ଡ ଥର ଆଉ କ'ଣ କରିବା ଘରେ ଟିକେ ଏସି ଖାଉଛୁ ବାହାରେ ଆଉ ନିଜର ଏସି ଟିକେ ବଞ୍ଚେଇ ଦଉଛୁ ଯାଇକି ଟିକେ ଅଲଗା ଆଡୁ ସେ ଏସି ହାୱା ଖାଉଛୁ ଆଉ ତ ଆମେ ଯାଉଛୁ ଟିକେ ମାର୍କେଟ ଆସେ ଦେଖାଯାଉ କ'ଣ ହଉଛି ଆଉ ଥରେ ମାର୍କେଟ ଯିବା ପାଇଁ ପଡିଲା 2 ନମ୍ବର ମାର୍କେଟ ପ୍ରଥମ ଥର ଯାଇଥିଲୁ ଶାନ୍ତି ହେଲାନି ଆଉ ଥରେ ଯାଉଛୁ ଏଇନା ଆମ ସାର୍ ଟିକେ ଛୁଟିରେ ଅଛନ୍ତି ତ ସେଥିପାଇଁ ସାରଙ୍କ ଭଉଣୀ ସହିତ ଟିକେ ବୁଲୁଛି ଆଉ ଯିବା ଆମେ ଚାଲିଲୁ ଆମକୁ ଜଣେ ୱେଟ୍ କରିଛନ୍ତି ଆଗରେ ସେ ଲୋକ ପାଖକୁ ଟିକେ ଯାଉଛୁ ଯୋଉମାନେ ଆମକୁ ଟିକେ ୱେଟ୍ କରିଛନ୍ତି ହେଲା ତ ସେଇଠି ୱେଟ୍ କରିଛନ୍ତି ତ ଯାଉଛୁ ଟିକେ ତାଙ୍କ ପାଖରେ ମୁହଁ ମାରି ଦେଇକି ଆମେ ତାପରେ ଆମ କାମରେ ଆମେ ଯିବୁ ଆମେ ଆସିଗଲୁ ବର୍ତ୍ତମାନ ଆମର ଏଠି ବେକରୀ ତଳକୁ କ'ଣ ଟିକେ ନେଇକି ଯିବା ପିଲାଙ୍କ ପାଇଁ ନେଇକି ଯିବା ତ ଆମେ ଯାଉଥିଲୁ ବାଟରେ ଅଟକି ଗଲୁ ତ ଜଣକୁ ଆମର ପାର୍ସଲ ଦେବାର ଅଛି ପଠେଇବାର ଅଛି ପାର୍ସଲ ସେଥିପାଇଁ ଆମେ ପଳେଇ ଆସୁଛୁ ଏଠି ଅର୍ଡର ଦେଲ ଓଆରଏସ୍ ଗୋଟେ ମାରିଦେବା ଆଉ ଓଆରଏସ୍ ଟା ପାଇଗଲେ ଠିକ ଜାଗାରେ ତ ଆମେ ଆସିକି ଏଠି ବୁଲୁଛୁ ଘିରିଘିରି ହେଇକି କିଛି କାମ ନାହିଁ କିଛୁ ହାତରେ ଆଉ ଜଣକୁ ଆମେ ଖୋଜୁଛୁ ତାକୁ ପାଇଲେ ଆମେ ଯିବୁ ତା ପାଖକୁ ଆମକୁ ଏଠି ୱେଟ୍ କରିବାକୁ ପଡୁଛି ତାକୁ ଯିଏ ଆସିବ ଏଇନା କେପ୍ସିରେ ପଶେଇଦେବି ଝଡେଇବି ଆଜି ଭୁଲରେ କେହି ଆସ ନାହିଁ ମୋ ପାଖକୁ ଆଜି ତ ଚାଲ ଯିବା ଚାଲ ଉପରକୁ ଯିବା ଚାଲ ଦେଖିଦବା ଚାଲ ଅଛି କି ନାହିଁ ଆଜି କିଣିବ ବୋଲି ବୁଲୁଛି ଘିରିଘିରି ହେଇକି ଧରିକି ମତେ ମତେ ଏଇଟା କିଣିଦବ ମୁଁ ତାକୁ ଏଇଟା ତମ ପାଇଁ କିଣିଦେବି ଏଇଟା ଟପ୍ ଟା ଏଇଟା ୱାନ୍ ପିସ୍ ଟା ୱାନ୍ ପିସ୍ କରିକି ବି ପିନ୍ଧି ପାରିବୁ
ଆଉ ଏଇଟା ତା ତଳେ ପ୍ୟାଣ୍ଟ ପିନ୍ଧିଲେ ବି ଚଳିବ 999 ଟଙ୍କା ଦେ ନହେଲେ ଏଇ ଟପ୍ଟା ଭଲ ଲାଗୁଛି ଦେ ଜିନ୍ସ ସହିତ ପିନ୍ଧିବାକୁ ଭଲ। এইটা ଦେଖିକି ମୁଁ ଆସିଥିଲି ଏଇଟା ଦେଖ ଏଇଟା ଦେଖିକି ମୁଁ ଆସିଥିଲି ଏଇଟା 1199 এইটা ଏ ଭଲ ଲାଗୁଛି କପଡ଼ାଟା ମସ୍ତ ହେଇଛି ଦେଖ ୱାନ୍ ପିସ୍ଟା ଯିବା ଚାଲ ଇଆଡ଼େ ଖୋଲିଗଲା ଇଆଡ଼େ ପଡ଼ିବା ଚାଲ ନହେଲେ ଯିବା ତାହେଲେ ଅଲଗା କାମ ଅଛି ନା କାହିଁକି ଆସିବୁ ଆମେ ଚାଲ ମୁଦିଟା ଫେରେଇବାର ଅଛି ନା ସେଟା ପୁରା ବଟରଫ୍ଲାଇଟା ନେଲୁ ଆଉ ଦେଖୁନୁ କ'ଣ ଲଗାଉଛନ୍ତି ବଟରଫ୍ଲାଇଟା କାନଫୁଲ ଗଲା ବଟରଫ୍ଲାଇର ମାନେ ସେ ବଟରଫ୍ଲାଇର ପିନ୍ଧିବ ବୋଲି ଆଜି ଦିନ ତ ମୋତେ ବୁଲେଇଛି ଆଜି କିଏ ଲଗେଇଲା ମେହେନ୍ଦି କାହା ହାତରେ ପଡ଼ିଗଲା ରଙ୍ଗ ନା ତାଙ୍କ ମେହେନ୍ଦି ମୋ ହାତରେ ପଡ଼ିଗଲା ରଙ୍ଗ କି ଭାଗ୍ୟ ମୁଁ ଟିକେ ଚେଞ୍ଜ କଲି ଜିନିଷଟା ପଳେଇଲେନି ବୋଧେ ଚେଞ୍ଜ କଲି ନେଇକି ଯାଉଛି ଆଉ ବର୍ତ୍ତମାନ ଆଉ ତାର ଚାଲିଛି କାନଫୁଲ ଭାଇ ଶୁଣ ତାର କଣ ବହୁତ ପଇସା ଖାଲି ସୁନା କେଉଁଛି କହିବେ ସରିଗଲା ଖାଲି ମାର୍କେଟିଂ ଖାଲି ମୁଁ ଦିନ ଲଗେଇ ସାରା ମାର୍କେଟିଂ ଆମର ସରିଗଲା ଯେଉଁଟାକି ମୁଁ ସକାଳେ ଆସିକି ଏଇଠି ପହଞ୍ଚିଥିଲି ନେଇକି ଯାଇଥିଲି ତ ଏବେ ପୁଣି ଆସିଛି ପୁଣି ନେଇକି ଯାଉଛି ଏବେ ତାର କିଣା ଚାଲିଛି ମୋର ମିଛ କହିବିନି ଖାଲି ମୋର ମୁଦିଟା ମୋ ନେଇଥିଲି ମୋ ଯେଉଁ ସେଟା ଟିକେ ମୋର ଚେଞ୍ଜ କଲି ତା ହାତରେ ହେଲାନି ସେଥିପାଇଁ ମୁଁ ମୋ ବାଟରେ ସେଥିପାଇଁ ଆମେ ଯାଉଛୁ ଆଜି ପାଇଁ ଭିଡ଼ିଓଟା ମୁଁ ଏଇଠି ରଖିଦେଉଛି ଆଗକୁ ଆଉ ବଢ଼େଇବିନି ପୁଣି ଦେଖା ଟାଟା ବାଇ ବାଇ